ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ହିତାଧିକାରୀ ପରିବାରଙ୍କୁ ସେମାନଙ୍କ ସୁଗମ ଜୀବିକା ନିର୍ବାହ ନିମନ୍ତେ 2ଟି ଲେଖାଏଁ ଝୋଟ ତିଆରି ବ୍ୟାଗ୍ ଏବଂ 1000 ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ସମସ୍ତ ହିତାଧିକାରୀ ପରିବାର ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ସାମଗ୍ରୀକୁ ନେବା ଆଣିବା ତଥା ବଜାରରେ ଦରଦାମ ବୃଦ୍ଧି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାରେ ସାହାଯ୍ୟ କରିବ। 2ଟି ବ୍ୟାଗ୍ ଏବଂ 1000 ଟଙ୍କା ପ୍ରତ୍ୟେକ ହିତାଧିକାରୀ ପରିବାରକୁ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରାୟ ଏଥିରେ ଆମର ଓଡ଼ିଶା ସରକାର ରାଜ୍ୟର ପ୍ରାୟ 95.90 ଲକ୍ଷ ହିତାଧିକାରୀ ଉପକୃତ ହେବେ ଏବଂ ଏଥିପାଇଁ राज्य सरकार ये खर्च बाबद को 959.5 कोटी सर्वमोट 1237.74 कोटी टंका राज्य सरकार निजस्व पांठि बहन करेंगे। बैग एवं